ମୋଚି ରାମଦାସ ସମ୍ବାଦ। ରାମ ଜାତିରେ ମୋଚି ହେଲେ ମଧ୍ୟ ହରିଙ୍କ ପ୍ରତି ତାର ଅଶେଷ ଭକ୍ତି ଥିଲା। ନିଜ ବୃତ୍ତି କରୁଥିବା ସମୟରେ ଗୀତ ଗୋବିନ୍ଦରୁ ସେ ଟିକେ ଟିକେ ବୋଲୁଥାଏ। ଦିନେ ସେହି ଗ୍ରାମର ଭାଗବତ ଘରେ ଚୋର ପଶି ଧନରତ୍ନ ହରଣ କରିନେଲେ। ଠାକୁର ଖଟୁଲିରେ ଥିବା ଶାଳଗ୍ରାମ ଶିଳା ସବୁକୁ ଅକାରଣ ଭାବି ବାହାରେ ଫୋପାଡ଼ି ଦେଲେ। ଜଣେ ଚୋର ସେଥିରୁ ଗୋଟିଏ ସୁନ୍ଦର ଶିଳା ଘୋରାଘୋରି କାମ ପାଇଁ ବାଛି ନେଲା। କିଛିଦିନ ପରେ ଶିଳାଟିକୁ ନେଇ ରାମ ମୋଚିକୁ ଦେଲା ଏବଂ କହିଲା, ତୋର ସଜ ଦାଢ଼ କରିବା ପାଇଁ ଶିଳାଟି ଭଲ ହବ, ତୁ ୟାକୁ ରଖ, ବଦଳରେ ମୋତେ ହଳେ ଜୋତା ଦେ। ମୋଚି ଶିଳାଟି ପାଇ ଖୁସି ହେଇଗଲା। କେତେବେଳେ ଶିଳାରେ ସେ ପାଦ ଘଷି ସଫା କରେ ତ ପୁଣି କେତେବେଳେ ତା ଉପରେ ଚମଡ଼ା ରଖି କାଟେ। ଦିନେ ସେହି ବାଟରେ ବ୍ରାହ୍ମଣଟିଏ ଯିବା ସମୟରେ ଶାଳଗ୍ରାମ ଶିଳାଟିକୁ ଦେଖି ଅଟକିଗଲା। 5 ଟଙ୍କା ଦେଇ ମୋଚିଠାରୁ ଶାଳଗ୍ରାମଟିକୁ କିଣି ନେଇ ଆନନ୍ଦ ମନରେ ବ୍ରାହ୍ମଣ ଘରକୁ ଯାଇ 16 ଉପଚାରରେ ତାଙ୍କୁ ପୂଜା କଲା। ବିଚାରିଲା, ପ୍ରଭୁଙ୍କ ପ୍ରସାଦରୁ ଏବେ ତାର ଭାଗ୍ୟ ବଦଳିଯିବ। ଶାଳଗ୍ରାମ ତାହା ଜାଣିଲେ। ରାତିରେ ତାକୁ ସ୍ୱପ୍ନରେ କହିଲେ, ତୁ ପ୍ରଭାତରେ ମୋତେ ନେଇ ମୋଚିକୁ ଲେଉଟାଇ ଦେବୁ, ନଚେତ୍ ନାଶ ଯିବୁ। ସକାଳୁ ଉଠି ବ୍ରାହ୍ମଣ ଶାଳଗ୍ରାମଟି ଧରି ମୋଚି ପାଖରେ ପହଞ୍ଚି ସବୁ କଥା ଜଣାଇଲା। ମୋଚି ଶାଳଗ୍ରାମକୁ ନେଇ ଆଦରରେ ପୂଜା କରି ଗୀତ ଗୋବିନ୍ଦ ଗାନ କଲା। ବୈଷ୍ଣବ ଭେକ ଧରି ଭଗବାନଙ୍କ କୀର୍ତ୍ତନରେ ନିମଜ୍ଜିତ ରହିଲା ସେ। ଦିନେ ସେ କହିଲା, ହେ ପ୍ରଭୁ, ତୁମ ରୂପ ମୋତେ ଦେଖାଅ, ତା ନହେଲେ ମୁଁ ନିଶ୍ଚୟ ମରିବି। ଏହା କହି ଗଭୀର ନିଷ୍ଠାରେ ରହିଲା ସେ। ତାର ପ୍ରତିଜ୍ଞା କଥା ଶୁଣି ଛଦ୍ମ ରୂପରେ ବ୍ରାହ୍ମଣ ବେଶରେ ଭଗବାନ ତା ପାଖରେ ପହଞ୍ଚି କହିଲେ, ଯୋଗୀନ୍ଦ୍ର ଯୋଗ ମାର୍ଗରେ ଧ୍ୟାନରେ ଯାହାକୁ ଦେଖି ନ ପାରନ୍ତି, ତୁ ତାଙ୍କୁ ଦେଖିବୁ କିପରି? ମୋଚି ଗଭୀର ବିଶ୍ୱାସର ସହ ଉତ୍ତର ଦେଲା, ଗୁଣଗ୍ରାହୀ ଭଗବାନ ନିଶ୍ଚୟ ମୋତେ ଦର୍ଶନ ଦେବେ, ତା ନହେଲେ ମୋର ପ୍ରାଣ ଯିବ ଏବଂ ହତ୍ୟା ଦୋଷ ତାଙ୍କୁ ହିଁ ଲାଗିବ। ଏହା ଶୁଣି ଚକ୍ରପାଣି ନିଜର ସ୍ୱରୂପ ପ୍ରକଟ କଲେ ଏବଂ ମୋଚି ମଦନ ମୋହନ ରୂପ ସନ୍ଦର୍ଶନ କଲା। ଶ୍ରୀରାମ ପଦ୍ମ ପାଦ ଚିନ୍ତି କହେ ଚୈତନ୍ୟ ମହାମତି, ଶୁଣ ସୁମନ ଶ୍ରଦ୍ଧା ଭାବେ ମୁଁ ଯାହା କହୁଅଛି ଏବେ। ହରି ଭକ୍ତି କଥାର କେବଳ କନକୁ ପିୟୁଷ, ଯେ ପୁଣ୍ୟ ଗୋଦାବରୀ ପାଶେ ଅଳକା ପଲ୍ଲୀ ନାମ ଦେଶେ, ସେ ଦେଶେ ଏକଇ ନଗର ନାମ କନକାବତୀପୁର। ସେହୁ ନଗରରେ ତାର ସ୍ଥିତି, ଜାତିରେ ଅଟେ ମୋଚି ଜାତି। ରାମ ବେହେରା ନାମ ତାର, ଚର୍ମ ପାଦୁକା ତା ବେପାର। ଭାରିଜା ନାମ ତାର ମୂଳି, ପତିର ଆଜ୍ଞା ଥାଇ ପାଳି। ତାହାର ଏକଇ କୁମାର, ପିତା ବଚନ ମୂଳ ତାର। ଏମନ୍ତେ ତିନି ପ୍ରାଣୀ ଥାନ୍ତି, ଚର୍ମ ଚିପୁଲିସି ନୀତି। ତିନି হে ତାହା ବିକି ଆଣି, ସୁଖେ ବଞ୍ଚନ୍ତି ତିନି ପ୍ରାଣୀ। ନିଜ ହୋଇଲେ କି ସହେବ, କେବଳ ଥାଇ ହରି ଭାବ। ଶ୍ରୀ ଗୀତ ଗୋବିନ୍ଦ ରୂପ ଦେ, ସମ୍ପୂର୍ଣ୍ଣ ନୋହେ ତହୁଁ ଅଧେ। ଶିଖିନ ଘୋଷୁ ଥାଇ ନୀତି, କରୁଣ ଥାଇ ନିଜ ବୃତ୍ତି। ଏ ମନ୍ତ କେତେ ଦିନ ଠାରେ ସେ ରାଜ୍ୟ ଭାଗବତ ଘରେ। ଚୋର
ଘରେ ଯେ ପଶି ଚୋରି କରି ଅନେକ ଧନ ରତ୍ନ ହରି ଦେଖିଲେ ଦେବତା ଖଟୁଲି ବୋହି ଆଣିଲେ କିସ ବୋଲି ସବୁ ହିଁ ଶାଳ ଗ୍ରାମ ଶିଳା ନବୀନ ଘନ ଜିଣି କଳା କିସ ଏ କରିବା ବୋଇଲେ ବାହାରେ ପକାଇଣ ଦେଲେ ତହିଁରେ ଏକ ଜଣ ଥିଲା ମୂର୍ତ୍ତିଏ ବାଛିଣ ଘେନିଲା ଅତି ପୃଥୁଳ ମନୋହର ଲାବଣ୍ୟଶୀଳା ଦାମୋଦର ଶରଧା କରି ତାହା ଧରି ବୋଲେ କରିବା ଘୋରା ଘୋରି ନହିଲେ କେ ମାଗିଲେ ଦେବି ଭଲା ମୁଁ ଏହା ଧରିଥିବି ଏମନ୍ତେ ବୋଲି ଘେନି ଗଲା ତା ନିଜ ମନ୍ଦିରେ ରଖିଲା କେତେ ଦିନ ଘରେ ଥୋଇ ମୋଚିର ଘରେ ଦେଲା ନେଇ ବୋଇଲା ଏ ପଥର ରଖି ତୋର ସଜକୁ ଘଷ ଦେଖି କେମନ୍ତେ ଦାଢ଼ ଏଥି ହେବ ବୁଝିଛି ପୁଲି ଯୋଡ଼େ ଦେବ ତା ଶୁଣି ସେ ରାମ ବେହେରା ଆନନ୍ଦ ମନେ ହୋଇ ତୋରା ବୋଇଲେ ଦେଖି ସେ ପଥର ଘଷି ଜାଣିବି କାତି ମୋର ଏମନ୍ତ ଶୁଣି ସେ ଚାଣ୍ଡାଳ ଦେଲା ସେ ଶାଳ ଗ୍ରାମ ଶିଳ ମର୍କତ ମଣିର ସଦୃଶ ତା ଦେଖି ମୋଚି ମନ ତୋଷ ହୋଇଛି ଅତ୍ୟନ୍ତ ବର୍ତ୍ତୁଳ ଲାବଣ୍ୟ ମନୋହର ଶୀଳ ଦେଖି ମୁଁ ରଖିବି ବୋଇଲା ତାକୁ ଚିପୁଲି ଯୋଡ଼ି ଦେଲା ସେହି ଦିନରୁ ନୀତି ନୀତି ପାଦେ ମାଡ଼ିଣ ଘଷି କାତି ତେଣେ କଟାଇ ଚର୍ମ ଖଣ୍ଡେ ଘଷଇ ଶାଳ ଗ୍ରାମ ମୁଣ୍ଡେ ମନରେ ହୋଇଣ ସାନନ୍ଦ ପଢ଼ଇ ଶ୍ରୀ ଗୀତ ଗୋବିନ୍ଦ ପଦକ ଗାଉଥାଇ ନୀତି କରି ତାହାର ନିଜ ବୃତ୍ତି ନ ଜାଣେ ଅନ୍ୟ କଥା ମାନ ସେହି ପଦକ ଗଣ୍ଠି ଧନ କରି ଗାୟନ କରୁଥାଇ ମନେ କଳ୍ପନା ତାର ନାହିଁ ଏମନ୍ତେ ଗଲା କେତେ ଦିନ ଏଥି ଉତ୍ତାରେ ଶୁଣ ମନ ଦିନକ ଏକଇ ବ୍ରାହ୍ମଣ ସକଳ ଗୁଣେ ବିଚକ୍ଷଣ ଜାଣଇ ପାପ ପୁଣ୍ୟ ଯେବା ନିରତ
ନିରତେ କରେ ବିଷ୍ଣୁ ସେବା ହେମନ୍ତ ବିପ୍ର ସେହି ପଥେ ଗମଇ ସ୍ନାନର ନିମନ୍ତେ ସକଳ ଶାସ୍ତ୍ରରେ ପଣ୍ଡିତ ସେ ଦେଖି ହେଲା ଚମ୍ବିତ ସେ ଶାଳ ଗ୍ରାମ ଶିଳା ଦେଖି ବିଛଡ଼ା ନ ପଡ଼ଇ ଆଖି ଚରଣେ ମୁଚି ମାଡ଼ି ଧରି କାତି ଘଷଇ ଜଳ ଭରି ବୋଲଇ ଶୁଣ ହେ ବେହେରା কথায়ে কহিবি মু পরা এ শিলা গোটি দেবু মতে তো যশ রহিব জগতে শুনি মুচি তো সহেলা ধন নেইণ শিলা দেলা ব্রাহ্মণ পাইণ সত সে শিলা করি শিরস্থিত আনন্দে ঘেনি চলিগলা আপনা মন্দিরে মিলিলা বিচার কলা তা হৃদর দারিদ্র ছাড়িলা মোহর এ মহাপ্রভুଙ୍କ প্রসাদে ধন ভুঞ্জিবি অপ্রমাদে হেমন্তে বিচারন্তে মন তাহা জানিলে শালগ্রাম। ଶୁଣୁଥିଲେ ଭକ୍ତ କବି ରାମଦାସ ବିରଚିତ ଦାଢ଼େଥ ଭକ୍ତିରେ ମୋଚି ରାମଦାସ ସମ୍ବାଦର ପ୍ରଥମ ଭାଗ। ବେତାର ସମ୍ପାଦନା କରିଥିଲେ ଶ୍ରୀଚରଣ ଦାସ, ପୂର୍ବାଭାଷ ଝରଣା ଦାସ, ସଙ୍ଗୀତ ପରିଚାଳନା କରିଥିଲେ ଭାରତୀ କୃଷ୍ଣ, ପ୍ରଯୋଜନା ଦୀପକ ସାମନ୍ତରାୟ, କଣ୍ଠଦାନ କରିଥିଲେ ଗୀତା ଦାସ, ତୃପ୍ତି ଦାସ, ସୁଭାଷ ଦାସ ଏବଂ ମନ୍ମଥ ମିଶ୍ର।